ସମାଧାନ ପୁସ୍ତକ ଅନୁଷ୍ଠାନ ଏବଂ ଆନ୍ଦୋଳନ ତରଫରୁ ମୁଁ ଅଜୟ ଭାଇ ସମସ୍ତ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛି। ସମାଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଆମ ସମ୍ମୁଖରେ ଥିବା ବ୍ୟକ୍ତିଗତ, ପାରିବାରିକ ଏବଂ ସାମାଜିକ ସମସ୍ୟାର କାରଣ, ତାର ପରିଣାମ ଏବଂ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଆଗ୍ରହୀ ଭାଇ ଭଉଣୀଙ୍କୁ ଅବଗତ କରାଇବା ଏବଂ ସେମାନଙ୍କ ସହଯୋଗରେ ତାର ପ୍ରତିକାର ବ୍ୟବସ୍ଥା କରିବା, ଯାହାଫଳରେ ଆମ ସମସ୍ତଙ୍କର କଲ୍ୟାଣ ସାଧିତ ହୋଇପାରିବ। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଏବଂ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଯୋଜନା ପ୍ରଣୟନ କରିବା ଏବଂ ଏଥିପାଇଁ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଯେପରି ରହିପାରିବ, ତାକୁ ଲକ୍ଷ୍ୟ ରଖି ଏକ ଭିଜନ୍ ଡକୁମେଣ୍ଟ ପ୍ରସ୍ତୁତ କରୁଥିବା ସମ୍ପର୍କରେ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ। କିଛି ମାସ ପୂର୍ବରୁ ଏ ଉଦ୍ଦେଶ୍ୟରେ ରାଜ୍ୟ ସରକାର ମଧ୍ୟ ରାଜ୍ୟବାସୀ ଏ ଦିଗରେ ନିଜର ସୁଚିନ୍ତିତ ମତାମତ ଜଣାଇବାକୁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କର ଅନୁରୋଧ ସମ୍ପର୍କରେ ଅବଗତ ହେବା ପରେ ଆମେ ସରକାରଙ୍କ ନିକଟକୁ 20ଟି ଲିଖିତ ପ୍ରସ୍ତାବ ଉଭୟ ଇମେଲ୍ ଯୋଗେ ଏବଂ ସ୍ପିଡ୍ ପୋଷ୍ଟ ଯୋଗେ ପ୍ରେରଣ କରିଥିଲୁ। ଗତ ଜାନୁଆରୀ 1 ତାରିଖ ଏବଂ ଫେବୃଆରୀ 1 ତାରିଖରେ ଏହି କ୍ରମରେ ମୁଁ ପ୍ରଥମ ଏବଂ ଦ୍ୱିତୀୟ ପ୍ରସ୍ତାବ ସମ୍ପର୍କରେ ସାମାନ୍ୟ ଉଲ୍ଲେଖ କରିଥିଲି। ଆଜି ଆମେ ତୃତୀୟ ପ୍ରସ୍ତାବ ସମ୍ପର୍କରେ କିଛି ଧ୍ୟାନ ଦେବା। ଆମ ତୃତୀୟ ପ୍ରସ୍ତାବ ଥିଲା ସର୍ବସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଶେଷ କରି ସାଧାରଣ ଜନତାଙ୍କ ମୌଳିକ ଆବଶ୍ୟକତା ଭାବେ ବିବେଚିତ ହେଉଥିବା ସୁଷମ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ସ୍ୱଚ୍ଛ ପରିମଳ ବ୍ୟବସ୍ଥା, ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନାଗରିକଙ୍କର ଧନ ଜୀବନର ନିରାପତ୍ତା ପ୍ରତି ଧ୍ୟାନ ଦେଇ ସରକାର ଆବଶ୍ୟକୀୟ ଯୋଜନା ପ୍ରଣୟନ କରିବା ଉଚିତ ଏବଂ ଏହାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବା ଉଚିତ। ଆଜି ଯଦିଓ ସରକାର ବିଭିନ୍ନ ଯୋଜନା କରୁଛନ୍ତି, କିନ୍ତୁ ସେହି ଯୋଜନା ସତ୍ତ୍ୱେ ଆଜି ମଧ୍ୟ ଖାଦ୍ୟାଭାବ, ଖାଦ୍ୟ ପଦାର୍ଥର ଦର ବୃଦ୍ଧି, ଖାଦ୍ୟ ଅପମିଶ୍ରଣ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗାଁ ସହରର ଆମ ଅନେକ ଭାଇ ଭଉଣୀ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗାଁ ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଘରୋଇ ଅନୁଷ୍ଠାନମାନଙ୍କର ଶୋଷଣ ବୃଦ୍ଧି ପାଇବାରେ ଲାଗିଛି। ନାଗରିକମାନଙ୍କର ଧନ ଜୀବନ ନିରାପତ୍ତା ବ୍ୟାହତ ହେବାରେ ଲାଗିଛି। ଦିନ ଦିହିପରେ ହତ୍ୟାକାଣ୍ଡ, ଚୋରି, ଧର୍ଷଣ ବୃଦ୍ଧି ପାଇବାରେ ଲାଗିଛି। ସଚେତନ ନାଗରିକ ହିସାବରେ ଆମେ ଏଥିପ୍ରତି ଧ୍ୟାନ ଦେବା ଉଚିତ ଏବଂ ସରକାରଙ୍କ ନିକଟରେ ଆମେ ଦାବି ଜଣାଇବା ଉଚିତ, ଯେପରି ସରକାର ନିଜର ନାଗରିକମାନଙ୍କ ପାଇଁ, ଜନସାଧାରଣଙ୍କ ପାଇଁ, ବିଶେଷ କରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକ ସରକାରଙ୍କ ପାଇଁ ଯେଉଁ ଦାୟିତ୍ୱ ରହିଛି ତାକୁ ସୁଚାରୁ ରୂପେ ସମ୍ପାଦନ କରନ୍ତୁ। ରାଜ୍ୟବାସୀଙ୍କର ପ୍ରକୃତ ବିକାଶ ପାଇଁ ଧ୍ୟାନ ଦିଅନ୍ତୁ, ଯାହାଫଳରେ ରାଜ୍ୟର ବିକାଶ ସମ୍ଭବ ହେବ ଏବଂ ଦେଶର ବିକାଶ ମଧ୍ୟ ସହଜ ହେବ ଏବଂ ଆମ ରାଜ୍ୟର ଏହି ବିକାଶ, ରାଜ୍ୟର ସମୃଦ୍ଧି ନିଶ୍ଚିତ ଭାବେ ଆମ ଦେଶର ସମୃଦ୍ଧିରେ ସହାୟକ ହେବ। ଏହି ଦିଗରେ ଆମ ସଚେତନ ଭାଇ ଭଉଣୀମାନଙ୍କର ମଧ୍ୟ ଅନେକ କିଛି ଦାୟିତ୍ୱ ରହିଛି। ଆମେ ନିଜ ଦାୟିତ୍ୱ, ନିଜ ସାମାଜିକ ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ସରକାରଙ୍କୁ ଆବଶ୍ୟକ ସ୍ଥଳେ ପରାମର୍ଶ ଦେଇପାରିବା। କେଉଁଠି ତ୍ରୁଟି ରହୁଛି ତା ମଧ୍ୟ ଅବଗତ କରାଇପାରିବା, ଯାହାଫଳରେ ସରକାର ତ୍ରୁଟିର ସଂଶୋଧନ କରିବାର ସୁଯୋଗ ପାଇବେ ଏବଂ ତାକୁ କାର୍ଯ୍ୟକାରୀ କରିବେ। ଫଳରେ ରାଜ୍ୟବାସୀଙ୍କର କଲ୍ୟାଣ ହେବା ସହିତ ସରକାରଙ୍କ ପ୍ରତି
ରାଜ୍ୟବାସୀଙ୍କର ଯେଉଁ ଶୁଭେଚ୍ଛା ତା ମଧ୍ୟ ବୃଦ୍ଧି ପାଇବ। ଫଳରେ ଆମ ଦେଶ ଏବଂ ବିଶ୍ୱର ମଧ୍ୟ କଲ୍ୟାଣ ସାଧିତ ହୋଇପାରିବ। ଏହି ଆଶା ଏବଂ ବିଶ୍ୱାସ ନେଇ ସମସ୍ତ ଭାଇ ଭଉଣୀ ଯତ୍ନଶୀଳ ହେବେ। ଏହି ଆଶା ସହିତ ସମସ୍ତଙ୍କର ପୁନର୍ବାର ଶୁଭକାମନା କରି ରହୁଛି। ନମସ୍କାର।